ନମସ୍କାର। ସୁସ୍ଥ ଜୀବନ ଓଡ଼ିଶାରେ ଆଜିର ମୁକାବିଲା ପିଆଜ ଆଉ ରସୁଣ ଭିତରେ। ସେଗୁଡ଼ିକୁ କାହିଁକି ଅମୃତ କୁହାଯାଏ? ସାମଞ୍ଜସ୍ୟତା କ'ଣ? କାହାର ଔଷଧୀୟ ଗୁଣ ବେଶୀ ଏବଂ କେମିତି ଖାଇଲେ ସେଗୁଡ଼ିକର ଅବଗୁଣ ନଷ୍ଟ ହୋଇଯାଏ? ଆସନ୍ତୁ ଜାଣିବା। ଉଭୟ ପିଆଜ ଏବଂ ରସୁଣ ଗୋଟିଏ ଫ୍ୟାମିଲିର। ସେଗୁଡ଼ିକର ଜିନସ୍ ହେଉଛି ଆଲିୟମ୍। ପିଆଜକୁ ଆଲିୟମ୍ ସେପା ଏବଂ ରସୁଣକୁ ଆଲିୟମ୍ ସାଟିଭମ୍ କୁହାଯାଏ। ପିଆଜର ପ୍ରକୃତି ବିଷୟରେ ଯଦି ଆମେ ଜାଣିବା, ଏହା ଗରିଷ୍ଠ, ତୀକ୍ଷ୍ଣ ଗନ୍ଧଯୁକ୍ତ, ମଧୁର ଏବଂ ରାଗରସଯୁକ୍ତ, ଉଷ୍ଣ ପ୍ରକୃତିର, କିନ୍ତୁ ଶରୀରର ତାପମାତ୍ରାକୁ କମ୍ କରିବାରେ ସାହାଯ୍ୟ କରେ। ମନେ ରଖନ୍ତୁ, ସେ ତାପମାତ୍ରା ପିତ୍ତ ଦୋଷଜନିତ ତାପମାତ୍ରା ନ ହୋଇଥିବା ଆବଶ୍ୟକ। ପିଆଜ ବାତ ଦୋଷ କମ୍ କରେ, କଫ ଏବଂ ପିତ୍ତ ଦୋଷ ବୃଦ୍ଧି କରିଥାଏ, ରଜ ଓ ତମ ଗୁଣକୁ ବଢ଼ାଇଥାଏ, ମସ୍ତିଷ୍କର ଶାନ୍ତି ବା ମାନସିକ ଶାନ୍ତି ଓ ସ୍ଥିରତା ପାଇଁ ପିଆଜ ସେତେଟା ଠିକ୍ ନୁହେଁ। ରସୁଣର ପ୍ରକୃତି ବିଷୟରେ ଦେଖିବା। ରସୁଣ ତୀକ୍ଷ୍ଣ ଗନ୍ଧଯୁକ୍ତ, ଚିକ୍କଣ ପ୍ରକୃତିର ଏବଂ ଗରିଷ୍ଠ। 6ଟି ରସ ମଧ୍ୟରୁ 5ଟି ରସ ରସୁଣରେ ଥାଏ, ସେଥିପାଇଁ ତାକୁ ରସୁଣ କୁହାଯାଏ। ମିଠା, ଲୁଣିଆ, ରାଗ, ପିତା ଓ କଷା। କେବଳ ଖଟା ବା ଅମ୍ଳ ରସ ଏଥିରେ ନଥାଏ। ଏଥିରେ ମୁଖ୍ୟ ମିଠା ଓ ରାଗ ରସ ଥାଏ। ଏହା ଉଷ୍ଣ ପ୍ରକୃତିର, ତେଣୁ କଫ ଓ ବାତ ଉପରେ ଭଲ କାମ କରେ, କିନ୍ତୁ ପିତ୍ତ ପ୍ରକୃତିକୁ ବଢ଼ାଇଥାଏ। ସେଥିପାଇଁ ପିତ୍ତ ପ୍ରକୃତିର ବ୍ୟକ୍ତି ରସୁଣକୁ ଯଥାସମ୍ଭବ କମ୍ ଖାଇବେ। ପୌରାଣିକ କଥା ଅନୁସାରେ ଶୁଣିବାକୁ ମିଳେ, ଯେତେବେଳେ ସ୍ୱରଭାନୁ ରାକ୍ଷସ ଅମୃତ ପାନ କରିଥିଲେ, ସେତେବେଳେ ବିଷ୍ଣୁଙ୍କର ସୁଦର୍ଶନ ଚକ୍ର ତାଙ୍କର ବେକକୁ କାଟି ଦେଇଥିଲେ ଏବଂ ତାପରେ ମସ୍ତକଟି ରାହୁ ଏବଂ ଶରୀରଟି କେତୁରେ ପରିବର୍ତ୍ତନ ହୋଇଯାଇଥିଲା। ଏହି ସମୟରେ ଅମୃତର କେତେ ବୁନ୍ଦା ଭୂମିପୃଷ୍ଠରେ ପଡ଼ି ପିଆଜ ଏବଂ ରସୁଣର ଉତ୍ପତ୍ତି ହୋଇଥିଲା। ଏଗୁଡ଼ିକର ଗୁଣ ଆୟୁର୍ବେଦ ଶାସ୍ତ୍ରରେ ବହୁତ ଅଛି, ତେଣୁ ଏହାକୁ ଅମୃତ ତୁଲ୍ୟ ମନେ କରାଯାଏ। ଏବେ ଆସନ୍ତୁ ଜାଣିବା ପିଆଜର ଉପକାରିତା ବିଷୟରେ। ଏଥିରେ ଇନୁଲିନ୍ ନାମକ ଫାଇବର ଥାଏ, ଯାହା ଆମ ଶରୀରର ଅନ୍ତନଳୀରେ ଉପକାରୀ ବ୍ୟାକ୍ଟେରିଆ ସଂଖ୍ୟା ବଢ଼ାଇବାରେ ସାହାଯ୍ୟ କରିଥାଏ। ଏହା ଗୋଟିଏ ପ୍ରୋବାୟୋଟିକ୍ ପରି କାମ କରେ। ଏଥିରେ କ୍ୱେରସେଟିନ୍ ନାମକ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ବୟସର ପ୍ରଭାବକୁ କମାଇଥାଏ। ଆଲିସିନ୍ ନାମକ ଅର୍ଗାନୋସଲଫର କମ୍ପାଉଣ୍ଡ ଥିବାରୁ କୋଲେଷ୍ଟେରଲକୁ କମ୍ କରିବାରେ ସାହାଯ୍ୟ କରେ। ଏଥିରେ ଭିଟାମିନ୍ ସି ଓ B12 ଥିବାରୁ ଚର୍ମ ପାଇଁ ବହୁତ ଭଲ। ପିଆଜକୁ ଟମାଟୋ ସହ ମିଶାଇ ଖାଆନ୍ତୁ, କାରଣ ଟମାଟୋରେ ଥିବା ଲାଇକୋପିନ୍କୁ ଆବଜର୍ବ କରିବାରେ ଏବଂ ଶରୀରରେ ଲଗାଇବାରେ ପିଆଜ ସାହାଯ୍ୟ କରିଥାଏ। ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଦୂର କରିଥାଏ। ପିଆଜକୁ ଛୁରୀରେ କାଟିକି ଖାଇବା ଅପେକ୍ଷା ମୁଥରେ ଛେଚି ଖାଇଲେ ଅଧିକ ଗୁଣକାରୀ ହୋଇଥାଏ। ଗ୍ରୀଷ୍ମ ପ୍ରବାହ ବା ଲୁର ପ୍ରଭାବକୁ ସହିବା ପାଇଁ ପିଆଜ ରସ ଖାଇବା ସାହାଯ୍ୟ କରିଥାଏ। ପିଆଜ ରସ ସହ ମହୁ ମିଶାଇ ଖାଇଲେ ଶାରୀରିକ ଓ ପୌରୁଷ ଶକ୍ତି ବଢ଼ିଥାଏ। ଯାହା ଶରୀରରେ ପିତ୍ତ ଅଧିକ ହୋଇଥାଏ, ହାତ ଓ ପାଦରେ ଜଳାପୋଡ଼ା ଅନୁଭବ କରୁଥାନ୍ତି, ସେମାନେ ପିଆଜ ଖାଇବା ଉଚିତ ନୁହେଁ। ପିଆଜର ପୀଡ଼ାନାଶକ ଗୁଣ ଥିବାରୁ ଶରୀରର ବିଭିନ୍ନ ଜାଗାରେ ଥିବା ଦରଜ ବା ପୀଡ଼ା ଦୂର କରିଥାଏ। ସନ୍ଧିବାତ, ସାୟାଟିକା ପେନ୍, ଆଣ୍ଠୁଗଣ୍ଠି ଦରଜ ଆଦି ସମସ୍ୟା ଦୂର କରେ। ପାଚନ ତନ୍ତ୍ରରେ ସୁଧାର ଆଣିଥାଏ। କୋଷ୍ଠକାଠିନ୍ୟ, ଅର୍ଶ ଆଦି ସମସ୍ୟାରେ ଉପଯୋଗୀ। ଜଣ୍ଡିସ୍ ବା କାମଳ ରୋଗରେ ମୁଖ୍ୟତଃ ଧଳା ପିଆଜ ଅଧିକ ଉପାଦେୟ। ପିଆଜ ଖାଇଲେ ଖରା ଗରମ ସହିବାର ଶକ୍ତି ଆସିଥାଏ। ଯେକୌଣସି ଜିନିଷ ସହିତ ପିଆଜ ସଂସ୍ପର୍ଶରେ ଆସିଲେ ତାଠାରୁ ବିଷାକ୍ତ ବା ଟକ୍ସିକ୍ ଜିନିଷ ଶୋଷି ନେଇଥାଏ, ତେଣୁ ପିଆଜକୁ ଅଧିକ ସମୟ କାଟିକି ଖୋଲା ରଖାଯାଏ ନାହିଁ। ଏହାର ଏହି ଗୁଣକୁ ବିଷାକ୍ତ ପୋକ ବା ବିଛା କାମୁଡ଼ିଲେ ବ୍ୟବହାର କରାଯାଏ। ସେହି ଜାଗାରେ ପିଆଜ ରସ ବା ପିଆଜର ଲେପ ବା କଟା ପିଆଜ ବାନ୍ଧିଲେ କିଛି ସମୟ ପରେ ଉପଶମ ମିଳେ। ନିଶା ଉତାରିବା ପାଇଁ ପିଆଜ ରସ ବହୁତ ବ୍ୟବହାର କରାଯାଇଥାଏ। ମଳଦ୍ୱାର ବା ମଳଦ୍ୱାରର ମାଂସ ବାହାରକୁ ବାହାରି ଆସିଥିଲେ ପିଆଜ ଖାଇଲେ ତାର ଉପକାରିତା ମିଳିଥାଏ। ହୃଦ ସ୍ପନ୍ଦନ ବାରମ୍ବାର ବଢ଼ି ଯାଉଥିଲେ ବା କମି ଯାଉଥିଲେ ପିଆଜ ଖାଇବା ଲାଭକାରୀ ହୋଇଥାଏ।
ଶୁଖିଲା କାଶ ସମସ୍ୟା ଦୂର ହୋଇଥାଏ। ପରିସ୍ରା କମ୍ ହେବା କିମ୍ବା ପରିସ୍ରା କଲା ବେଳେ ପୀଡ଼ା ଦରଜ ହେବା ଏଭଳି ସମସ୍ୟା ମଧ୍ୟ ପିଆଜ ଖାଇବା ଦ୍ୱାରା ଦୂର ହୋଇଥାଏ। ଏହା ଶୁକ୍ର ଧାତୁର ଦୁର୍ବଳତା ଦୂର କରେ। ତରଳ ଝାଡ଼ା ଯୋଗୁଁ ଯଦି ପେଟ ଦରଜ ହେଉଛି ତାହେଲେ ପିଆଜକୁ ଆପଣ ଖାଇପାରିବେ। ପିଆଜକୁ ଭାଜି ସୋରିଷ ତେଲ ଓ ହଳଦୀ ମିଶାଇ ଦରଜ ଜାଗାରେ ପଟି ବାନ୍ଧିଲେ ଉପଶମ ମିଳେ। କାନ ଭିତରେ ଯଦି ଦରଜ ବା ପୀଡ଼ା ହେଉଛି ତାହେଲେ ମଧ୍ୟ ପିଆଜ ରସ କାନରେ ପକାଇବା ଦ୍ୱାରା ଏହା ନିଶ୍ଚିନ୍ତ ଭାବରେ କାନ ଦରଜ ଦୂର କରିଥାଏ। ପିଆଜର ସେବନ ଆଖିର ଜ୍ୟୋତି ବୃଦ୍ଧି କରେ ଏବଂ ଅସ୍ଥି ମଜ୍ଜାକୁ ପୋଷଣ ଯୋଗାଇଥାଏ। ଏବେ ଆସନ୍ତୁ ଦେଖିବା ରସୁଣର ଉପକାରିତା ବା ରସୁଣର ଉପାଦେୟତା ବିଷୟରେ। ପେଟରେ ଖାଦ୍ୟର ବିଷାକ୍ତ ଅଂଶ ଯେତେବେଳେ ଅଧିକ ହୋଇଯାଏ, ବାହାରର ବିଭିନ୍ନ ପ୍ରକାର ତେଲ ମସଲା ଜିନିଷ ବାରମ୍ବାର ଖାଇ ଖାଇ ଯେତେବେଳେ ପେଟରେ ସେଗୁଡ଼ିକର ବିଷାକ୍ତ ଅଂଶ ଅଧିକା ହେଇଯାଏ, ସେତେବେଳେ ରସୁଣ ତାକୁ କମ୍ କରିବାରେ ସାହାଯ୍ୟ କରେ। ଆମ ଶରୀରରେ ଯେଉଁ 5 ପ୍ରକାର ବାୟୁ ଅଛି ସେଗୁଡ଼ିକରେ ଯଦି କିଛି ଅସନ୍ତୁଳିତ ବା କିଛି ବ୍ୟତିକ୍ରମ ଦେଖାଯାଏ, ସେହି ବାୟୁ ଦୋଷକୁ ଦୂର କରିବାରେ ରସୁଣ ସାହାଯ୍ୟ କରେ। ରସୁଣ ଆମ ସ୍ନାୟୁତନ୍ତ୍ରକୁ ସୁଦୃଢ଼ କରିଥାଏ। ପାରାଲିସିସ୍ ଏବଂ ସାଇଟିକା ନର୍ଭ ପୀଡ଼ା ମଧ୍ୟ ଦୂର କରେ। ଦୁର୍ବଳ ମନ ପାଇଁ ରସୁଣ ଗୋଟିଏ ଟନିକ୍ ପରି କାମ କରେ। ଅଗ୍ନିମାନ୍ଦ୍ୟ ଅସନ୍ତୁଳନ ଅର୍ଥାତ୍ ଅଧିକ ଭୋକ ଲାଗିବା ବା ବେଳେବେଳେ କମ୍ ଭୋକ ଲାଗିବା, ଏହିଭଳି ଅବସ୍ଥାରେ ରସୁଣର ସେବନ ପାଚନ ତନ୍ତ୍ରକୁ ସୁଦୃଢ଼ କରେ ଏବଂ ଭୋକକୁ ନିୟନ୍ତ୍ରଣରେ ରଖିଥାଏ। ଯଦି ମଳରେ ଚିକଣ ଅଂଶ ବା ଲାଳ ଅଂଶ ଅଧିକା ଆସୁଛି, ରସୁଣ ଖାଇଲେ ତାହା କମ୍ ହୋଇଥାଏ। ଶରୀରରେ ଯେକୌଣସି ଜାଗାରେ ଇନଫ୍ଲେମେସନକୁ ରସୁଣ କମ୍ କରିବାରେ ସାହାଯ୍ୟ କରେ। ଶ୍ୱାସ ସମ୍ବନ୍ଧୀୟ ସମସ୍ୟା, କଫ ଦୋଷ ଇତ୍ୟାଦି ଦୂର କରେ। ପରିସ୍ରା ସମୟରେ ଦରଜ ହେଉଥିଲେ ମଧ୍ୟ ଆପଣମାନେ ରସୁଣ ଖାଇପାରିବେ। ଯେଉଁମାନଙ୍କ ଶରୀରରୁ କମ୍ ଝାଳ ବାହାରୁଛି ବା ଲୋମ ଛିଦ୍ର ବନ୍ଦ ହୋଇଯାଇଛି, ସେମାନେ ରସୁଣ ଖାଇବା ଦ୍ୱାରା ସେମାନଙ୍କର ଲୋମକୂପ ଖୋଲିଥାଏ ଏବଂ ଝାଳ ଠିକ୍ ପରିମାଣରେ ବାହାରିଥାଏ। ରସୁଣ ଚର୍ମ ରୋଗରେ ଅଧିକ ଉପକାରୀ। ଶରୀରରେ ଭିଟିଲିଗୋ ବା ଧଳା ଛଉ ଥିଲେ ରସୁଣ ଖାଇବା ଦ୍ୱାରା ତାହା ଦୂର ହୋଇଥାଏ। ଶୁକ୍ର ଧାତୁର ଦୁର୍ବଳତାକୁ ରସୁଣ ଦୂର କରେ। ଯେଉଁମାନଙ୍କର ବାରମ୍ବାର ବ୍ଲିଡିଂ ହେବାର ଟେଣ୍ଡେନ୍ସି ଅଛି, ସେମାନେ ରସୁଣ ଖାଇବା ଉଚିତ ନୁହେଁ। ଶରୀରରେ କୌଣସି ଜାଗାରେ ଅଲସର ବା ଘା ଥିଲେ ମଧ୍ୟ ରସୁଣ ଖାଇବା ଠିକ୍ ହୋଇନଥାଏ। ଦୈନିକ ଅଳ୍ପ ମାତ୍ରାରେ ରସୁଣ ଖାଇଲେ ସ୍ମରଣ ଶକ୍ତି ବଢ଼ିଥାଏ, ଦୃଷ୍ଟି ଶକ୍ତି ମଧ୍ୟ ବଢ଼ିଥାଏ। ପେଟରେ ଅଧିକ ଚର୍ବି ଜମି ଯାଇଥିଲେ, ବାରମ୍ବାର କୋଷ୍ଠକାଠିନ୍ୟ ହେଉଥିଲେ ମଧ୍ୟ ରସୁଣ ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ସେହିପରି ଭାଙ୍ଗି ଯାଇଥିବା ହାଡ଼କୁ ଯୋଡ଼ିବାରେ ରସୁଣ ସାହାଯ୍ୟ କରେ। ଟିବିର ବ୍ୟାକ୍ଟେରିଆକୁ ମାରିବାରେ ମଧ୍ୟ ରସୁଣ ସାହାଯ୍ୟ କରେ। କୋଲେଷ୍ଟେରଲ ଓ ବ୍ଲଡ ପ୍ରେସରକୁ କମ୍ କରେ। ମୁଖ ବାତ ବା ଫେସିଆଲ ପାରାଲିସିସ୍ ଓ ଅର୍ଦ୍ଧାଙ୍ଗ ବାତ ଏଭଳି ପାରାଲିସିସ୍ ସମସ୍ୟାରେ ରସୁଣ ଉପଯୋଗୀ। ରିଙ୍ଗୱାର୍ମ ଜନିତ ଚର୍ମ ରୋଗକୁ ରସୁଣ ଦୂର କରିଥାଏ। ରକ୍ତ ଜମାଟ ଅର୍ଥାତ୍ ଶରୀରରେ କୌଣସି ଜାଗାରେ ବ୍ରେନରେ ମାଇଗ୍ରେନ୍ ସମସ୍ୟା ଆଦିରେ ଯେଉଁ ରକ୍ତ ଜମାଟ ହୋଇଥାଏ ତାକୁ ମେଲ୍ଟ କରିବାରେ ରସୁଣ ସାହାଯ୍ୟ କରିଥାଏ। ଲିଭରର ବିଷାକ୍ତ ଦ୍ରବ୍ୟ ରସୁଣ ଖାଇବା ଦ୍ୱାରା ନିଷ୍କାସିତ ହୋଇଥାଏ। ମନେ ରଖନ୍ତୁ, ଗର୍ଭବତୀ ମହିଳା ଯଥାସମ୍ଭବ ରସୁଣ ଖାଇବେ ନାହିଁ। ପିଆଜ ଓ ରସୁଣ ଖାଇବାରେ କେତେଗୁଡ଼ିଏ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। କେତେଗୁଡ଼ିଏ ଜିନିଷ ଜାଣିବା ଆବଶ୍ୟକ। ଖରାଦିନେ ପିଆଜ ଓ ବର୍ଷା ଦିନେ ତଥା ଶୀତ ଦିନେ ରସୁଣ ଅଧିକ ଲାଭକାରୀ ହୋଇଥାଏ। ଦୁଇଟି ଯାକ କଞ୍ଚା ଓ ଚୋବାଇ ଖାଇଲେ ଅଧିକ ପ୍ରଭାବଶାଳୀ ହୋଇଥାଏ। ଯଦି ଆପଣଙ୍କୁ ଏଗୁଡ଼ିକର ସ୍ୱାଦ ବା ଗନ୍ଧ ଭଲ ଲାଗୁନାହିଁ, ତାହେଲେ ଆପଣ କୌଣସି ଖାଦ୍ୟଦ୍ରବ୍ୟ ସହିତ ଏଗୁଡ଼ିକୁ ମିଶାଇ ଖାଇପାରନ୍ତି। ପିଆଜ ଓ ରସୁଣ ଆଦି ଖାଇଲେ ବ୍ରହ୍ମ ଶକ୍ତି ନିମ୍ନଗାମୀ ହୋଇ ପୁନଶ୍ଚ ଶରୀରର ଇନ୍ଦ୍ରିୟରେ ଲାଗିଥାଏ। ତେଣୁ ଏଗୁଡ଼ିକୁ ତାମସିକ ଖାଦ୍ୟ କୁହାଯାଏ। ଖାଦ୍ୟରେ ମିଶାଇ ଘିଅରେ ରସୁଣ ବା ତେଲରେ ପିଆଜ ଇତ୍ୟାଦି ଭାଜି ଖାଇଲେ ତଥା ମହୁ ସହ ଉଭୟ ଖାଇଲେ ଉଷ୍ଣ ବା ତୀକ୍ଷ୍ଣ ବା ପିତ୍ତବର୍ଦ୍ଧକ ଗୁଣ ବା ପ୍ରକୃତି କମିଯାଇଥାଏ ଏବଂ ସେଗୁଡ଼ିକ ଆମ ଶରୀର ପାଇଁ
ଅଧିକ ଉପକାରୀ ହୋଇଯାଇଥାନ୍ତି। ଆଶା କରୁଛି ପିଆଜ ଏବଂ ରସୁଣ ଭିତରେ ଯେଉଁ ତୁଳନାତ୍ମକ ବିଶ୍ଳେଷଣ କରାହେଲା ଏବଂ ଯେଉଁ ଇନଫର୍ମେସନ ଗୁଡ଼ିକ ଆପଣମାନଙ୍କ ପାଇଁ ପ୍ରସ୍ତୁତ କରିଛି ନିଶ୍ଚିନ୍ତ ଭାବରେ ଆପଣମାନଙ୍କର କାମରେ ଆସିବ।